ଜୟ ଜଗନ୍ନାଥ। ବାସ୍ତୁରେ ସାର୍ବଜନୀନ ମଙ୍ଗଳ ପାଇଁ ଗୋଟିଏ ଛୋଟ ବାସ୍ତୁ ଟିପ୍ସଟେ କରନ୍ତୁ। ଦେଖନ୍ତୁ ଘରରେ କେମିତି ସାର୍ବଜନୀନ ମଙ୍ଗଳ ହୁଏ ବା ସମସ୍ତଙ୍କର ମଙ୍ଗଳ ହୁଏ। ସମସ୍ତଙ୍କର ଘରେ ଦୋକାନରେ ଲେମ୍ବୁ ଟାଙ୍ଗନ୍ତି, କିନ୍ତୁ ଆମେ ତାର ପଦ୍ଧତି ଟିକେ ଜାଣିଗଲେ ସୁନ୍ଦର ହୋଇଥାଏ। ପ୍ରଥମେ କୌଣସି ଏକ ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରନ୍ତୁ। ଗୋଟେ ହଳଦିଆର ସୂତା ଲୁଗା ପରିଧାନ କରନ୍ତୁ ଏବଂ ସୂତାର ଆସନ ଉପରେ ବସି 7ଟି ଲେମ୍ବୁ ହଳଦିଆ ସୂତା ଛୁଞ୍ଚି ମାଧ୍ୟମରେ ଗୁନ୍ଥନ୍ତୁ ଏବଂ ପ୍ରତ୍ୟେକ ଲେମ୍ବୁରେ ସ୍ୱସ୍ତିକ ଅଙ୍କନ କରନ୍ତୁ। ତାହାକୁ ଘରର ମୁଖ୍ୟ ଦ୍ୱାର ଉପରେ ଆପଣ ଟାଙ୍ଗନ୍ତୁ। ସେ ଦୋକାନୀ କ୍ଷେତ୍ର ହେଉ ବା ବାସ୍ତୁରେ ହେଉ, ଘରର ହେଉ। ଦେଖନ୍ତୁ ବାହାରୁ ପବନ ଆସୁଥିବା ସେ ପବନ ବାଜି ଲେମ୍ବୁ ଦେହରେ ବାଜି ଆପଣ ଘର ଭିତରକୁ ପ୍ରବେଶ କରିଲେ 5ଟି ଲାଭ ହୋଇଥାଏ। ପ୍ରଥମ ଲାଭ, ସୁଖ ଶାନ୍ତି ସେ ଘରକୁ ଆସିଥାଏ। ଦ୍ୱିତୀୟରେ ସର୍ବବିଧି ମଙ୍ଗଳ ସାଧିତ ହୋଇଥାଏ। ତୃତୀୟରେ ଚାକିରି ବୃତ୍ତିରେ ଉନ୍ନତି ଆସିଥାଏ ଏବଂ ଝିଅ ବାହାଘର ଯଦି ହେଇ ନ ପାରୁଛି ବା ବିଳମ୍ବ ହେଉଛି, ତ୍ୱରାନ୍ୱିତ ହୋଇଥାଏ। ସମସ୍ତଙ୍କ ଭିତରେ ଆନ୍ତରିକତା ବୃଦ୍ଧି ପାଇଥାଏ ଏବଂ କିନ୍ତୁ ସେ ବ୍ୟକ୍ତି ସେଇଦିନ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରିବା ଆବଶ୍ୟକ। ଆଉ ଲେମ୍ବୁଟାକୁ ଏମିତି ଟାଙ୍ଗନ୍ତୁ, ଆସିଲା ବେଳେ ସମସ୍ତଙ୍କ ମୁଣ୍ଡରେ ଯେମିତି ଲାଗିଥିବା ଦରକାର। ଏମିତି 5ରୁ 7ଟି ଗୁରୁବାର କରନ୍ତୁ। ଆପଣଙ୍କ ବାସ୍ତୁରେ ସର୍ବଜନୀନ ମଙ୍ଗଳ ପ୍ରାପ୍ତି ହୋଇଥାଏ। ଏହି ସୁନ୍ଦର ଟିପ୍ସଟାକୁ ମାନନ୍ତୁ, ଦେଖନ୍ତୁ ଆପଣ କେତେ ଫଳପ୍ରଦ ହେଉଛନ୍ତି। ଜୟ ଜଗନ୍ନାଥ।